ଗ୍ୟାସ୍ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର 3 ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ରୋଷେଇ ପାଇଁ ଗ୍ୟାସ୍ ଚୁଲା ଜଳାଇବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି। ସେପଟେ ଏହି ଘଟଣାରେ ମା ଗୁରୁତର ଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଖି ପିଛୁଡ଼ାକେ 3 ଶିଶୁ ଘରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ଚେନ୍ନାଇର ଚେଙ୍ଗଲପଟୁରେ ଘଟିଛି ଏହିପରି ଅଗ୍ନିକାଣ୍ଡ। ପୋଲିସର କହିବା ଅନୁଯାୟୀ ପୀଡ଼ିତ ପରିବାର ବିହାରର ବାସିନ୍ଦା। ଆଉ କାମ ସନ୍ଧାନରେ ଆସି ସେମାନେ ଏହି ଅଞ୍ଚଳରେ ପ୍ରାୟ ଗତ 6 ବର୍ଷ ହେବ ରହୁଥିଲେ। ତେବେ ମହିଳା ଜଣଙ୍କ ନିଜ 3 ପିଲାଙ୍କୁ ଧରି ଚେଙ୍ଗଲପଟୁରେ ରହୁଥିଲେ ଏବଂ ରୋଷେଇ କରିବାକୁ ଗ୍ୟାସ୍ ଚୁଲା ଲଗାଇବା ସମୟରେ ଗ୍ୟାସ୍ ଲିକ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଆଉ ଦେଖୁ ଦେଖୁ ନିଆଁ ପୁରା ଘରକୁ ବ୍ୟାପି ଯାଇଥିଲା। ଫଳରେ ଏହି ଅଗ୍ନିକାଣ୍ଡରେ 3 ପିଲା ଜୀବନ୍ତ ଜଳି ଯାଇଥିଲେ। ସେହିପରି ମହିଳା ଜଣଙ୍କ ଗୁରୁତର ଥିବା ଜଣାପଡ଼ିଛି। ଆଉ ତାଙ୍କ ଶରୀରର ପ୍ରାୟ 60% ପୋଡ଼ିଯାଇଥିବା ସୂଚନା ରହିଛି। ତେବେ ମହିଳା ଜଣଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଚେଙ୍ଗଲପଟୁ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।